ସରିଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା। ତେବେ ଏହି ଦଣ୍ଡଯାତ୍ରା କାଲି ମେରୁ ସଂକ୍ରାନ୍ତିରେ ଶେଷ ହୋଇଥିବା ବେଳେ ଆଜି ହେଉଛି ଦଣ୍ଡୁଆ ମାନେ ଘରକୁ ଫେରିବାର ବେଳ। ତେବେ 21 ଦିନ ଧରି ବିଭିନ୍ନ କଷ୍ଟସାଧ୍ୟ ଦଣ୍ଡ କରି ଆଜି ଯେତେବେଳେ ତାଙ୍କେ ଘରକୁ ଫେରିବାକୁ ଅଛି, କିନ୍ତୁ ଏବେ ପର୍ଯ୍ୟନ୍ତ ସେମାନେ ଘରକୁ ଯାଇନାହାନ୍ତି। ଆଜିର କ'ଣ ନୀତି ନିୟମ ଅଛି ଆଉ କାହିଁକି ସେମାନେ ଏବେ ପର୍ଯ୍ୟନ୍ତ ଘରକୁ ଯାଇନାହାନ୍ତି, ସେମାନଙ୍କ ସହିତ ଆଲୋଚନା କରିବା ଯେ ଯୋଉ ଦଣ୍ଡଯାତ୍ରା ଅଛି, ଦଣ୍ଡଯାତ୍ରା ଯୋଉ ପଣା ସଂକ୍ରାନ୍ତିରେ ସରେ, କାଲିଠୁ ସରିଲାଣି, କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ ମନ୍ଦିରରେ ରହିଛନ୍ତି। ସେମାନେ କେତେବେଳେ ଘରକୁ ଫେରିବେ ଆଉ କ'ଣ ନୀତିକାନ୍ତି ରହିଛି ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା କ'ଣ କହିବେ, ଯେହେତୁ ଦଣ୍ଡଯାତ୍ରା 21 ଦିନ ଧରି ଆପଣମାନେ ଗାଁ ଗାଁ ବୁଲୁଥିଲେ, ମା ଭୋଗ ଖାଉଥିଲେ, କ'ଣ ଘଟଣା ରହିଛି ଯେ କାଲି ଦଣ୍ଡଯାତ୍ରା ସରିଲାଣି ଆପଣମାନେ ଘରକୁ ଯାଇନାହାନ୍ତି? କ'ଣ ନୀତି ନିୟମ ରହିଛି, କେତେବେଳେ ଘରକୁ ଯିବେ ଆଉ କ'ଣ ଏଇଠି ଆଜି କ'ଣ କାର୍ଯ୍ୟକ୍ରମ ରହିଛି? ହଁ, କାଲିଠୁ ଆମର ଦଣ୍ଡଯାତ୍ରା ସରିଲା। ଆମେ ନୀତି ନିୟମ ପାଳନରେ ଆମେ ହୋମ ନଡ଼ିଆ ଟିକେ ଖାଉ, ରାତି ଭୋଜି ଟିକେ ଖାଉ। ଖାଇଲା ପରେ ଆମେ 12ଟା ଘଣ୍ଟା କି 2ଟା ହଉ ଆପଣ ଯାହା ଘରକୁ ସିଏ ବିଦା ହେଉ। କ'ଣ ଆଜ୍ଞା ସେ ଜାତି ଭୋଗ କ'ଣ ଅଛି? ଜାତି ଭୋଗ ହେଲେ ଯାହାହେଲେ ଯୋଉଠି ଛେଦ ପଡୁଛି କି ଆଇଁଷ ପଡୁଛି, ଯାହା ପଡୁଛି ସେଟା ଭୋଗ ହବ ଆଉ ମଣିଆ ମାର ଆଉ। ନିହାତି ଭାବେ ଶୁଣିଥିଲେ ମଣିଆ ମାର ଭୋଗ ହବ। କ'ଣ ସେ ମଣିଆ ମାର ଭୋଗ ଆଜ୍ଞା ଟିକେ କହିବେ? ମଣିଆ ମାର ଭୋଗ କାହିଁକି କରାଯାଏ? ଯେହେତୁ ଆଜି ଆପଣମାନେ ନିଷ୍ଠାରେ ଥିଲେ, କିନ୍ତୁ ଆଜି ଆମିଷ ଭୋଗ। କ'ଣ ସେ ମଣିଆ ମାର ଭୋଗ, କାହିଁକି ମଣିଆ ମାର ଭୋଗ କରାଯାଏ? ମଣିଆ ଭୋଗରେ ଆଜି ଯୋଉ ଥିଲେ ଆମର 21 ଦିନର ଆଜି ବ୍ରତ, ମଣିଆ ଭୋଗ ଆଜି ହବ। କାଲି ସଂକ୍ରାନ୍ତି ଭୋଗ ଗଲା, ଆଜି ମଣିଆ ଭୋଗ ଗୋଟେ ଛେଦ ଫେଦ ହେଇକିରି ମଣିଆ ଭୋଗ ଆଜି ହବ। ଠାକୁରଙ୍କର ଗୋଟେ ଭୋଗ ବୋଲି ମଣିଆ ମାଲି ଗୋଟେ ଅଛି। କାହିଁକି ଭୋଗ କରାଯାଏ? ଠାକୁରଙ୍କର ଭୋଗର ନିୟମ ଅଛି ତାର, ମଣିଆ ମାଲି ଆଉ। ନିହାତି ଭାବେ ଶୁଣିଥିଲେ ମଣିଆ ମାଙ୍କର ଗୋଟେ ନିୟମ ଅଛି, ଆଉ ସେ ନିୟମ ଅନୁସାରେ ଆଜି ଭୋଗ କରାଯାଏ। କାଲି କ'ଣ କ'ଣ କାର୍ଯ୍ୟକ୍ରମ ହେଇଥିଲା ଆଜ୍ଞା? ଏ ଯୋଉ ମଣିଆ ମାର ଭୋଗ କରାହଉଛି କେତେବେଳେ ସରିବ? ଆମର ସକଳେଶ୍ୱରଙ୍କର 21 ଦିନ ଯାତ୍ରା, 21 ଦିନ ଯାତ୍ରା ପରେ ମା ଆସିବେ। ଆଜି ଯୋଉ ଇଏ ହଉଛି ମାନେ ଜାତି ଇଏ ମାଙ୍କର ଆଜି ଅଲଗା। ସକଳେଶ୍ୱର କାଲି ରାତି 3ଟା ବେଳକୁ ପଳେଇ ଗଲେ। ଏବେ ମା କାଳୀଙ୍କର ଏକ୍ସଟ୍ରା ଅଲଗା ଭୋଗ ହେଇକିରି 3ଟା 4ଟା ବେଳକୁ ଭୋଗ ହେଲା ପରେ ପ୍ରସାଦ ସବୁ ଭୋଗ ଲାଗିଲା ପରେ ସମସ୍ତେ ସାରିବେ। ଭକ୍ତମାନେ ଯେତିକି ଅଛନ୍ତି ସାରିଲା ପରେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯିବେ। ନିହାତି ଭାବେ ଶିବ ଆଉ କାଳୀଙ୍କର ମିଶ୍ରଣରେ ଏଇ ଦଣ୍ଡଯାତ୍ରା ଯୋଉ ପାଳନ ହଉଥିଲା, ବର୍ତ୍ତମାନ ଶିବ ବା ଏଠି ଯୋଉ ସକଳେଶ୍ୱର ମହାପ୍ରଭୁ ଅଛନ୍ତି, ସିଏ ବର୍ତ୍ତମାନ ଫେରିଛନ୍ତି, ତାଙ୍କ ପ୍ରତ୍ୟାବର୍ତ୍ତନ ହେଇଛନ୍ତି। ଏଇଠି ମା କାଳୀ ବର୍ତ୍ତମାନ ଅଛନ୍ତି, ଆଉ ମା କାଳୀଙ୍କର ଆଜି ଭୋଗ ଲାଗି ହଉଛି। ଆଉ ମା କାଳୀଙ୍କର ଭୋଗ ଲାଗି ପରେ ଯୋଉ ଦଣ୍ଡୁଆ ମାନେ ଅଛନ୍ତି ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିବେ। ତ ଆମେ ଆଲୋଚନା କରିବା, ଆମର ଜଣେ ବରିଷ୍ଠ ବ୍ୟକ୍ତି ଅଧିକାରୀ ଅଛନ୍ତି। ସାର୍ କ'ଣ କହିବେ, ଯୋଉ ଆଜି କ'ଣ ଭୋଗ ରହୁଛି, ଏ ଭୋଗ କାହିଁକି କରାଯାଏ ଆଉ ଏ ଭୋଗର କ'ଣ ନୀତି ନିୟମ ରହୁଛି? କହିବାକୁ ଗଲେ ତ ଏଇଟା ଗୋଟେ ଆର ନୀତି ନିୟମ ଟୋଟାଲ 4-5 ଦିନ ଲାଗିବ ଏଇ କାହାଣୀ ଆରମ୍ଭରୁ କହିଲେ। କିନ୍ତୁ ନିୟମ ଆମର ଯୋଉ ଦଣ୍ଡର ନିୟମ 21 ଦିନ ଦଣ୍ଡ ଆମର ଏଇଟା ଗତ ମୀନ ସଂକ୍ରାନ୍ତି ଠାରୁ ପାଳନ, ମେଷ ସଂକ୍ରାନ୍ତିରେ ସମାପ୍ତ। ଆ ଭିତରେ 21 ଦିନ ଯୋଉ 21 ଦିନ ଦଣ୍ଡ ଯୋଉ ପ୍ରକାର ପାଳନା ଆମର 13 ଭକ୍ତ ସେଇ ନିଷ୍ଠାରେ ରହିବେ। ସେମାନେ ମାସନ୍ତ ଦିନ ରାତିରେ ଏମାନେ ଗାଦିରେ ପହଞ୍ଚିବେ। ସଂକ୍ରାନ୍ତି ଦିନ ଆମର ନୀତି ନିୟମ, ସଂକ୍ରାନ୍ତି ଦିନ ଆମର 21 ବେଢା ପରିକ୍ରମ କରିବେ ଗାଦି ଘରରେ। ତାପରେ ଦ୍ୱିତୀୟ ପରିକ୍ରମା ଆମର ଫାଷ୍ଟରୁ ଯୋଉ ନୀତି ନିୟମ ଅଛି, ଆମର ବଟ ବୃକ୍ଷରେ 3 ବେଢା ପ୍ରତିକ୍ରମ କରିବେ। ସରିଲା ପରେ ଆମର ଧୂଳିଦଣ୍ଡ ବିଧାନ ହବ। ଧୂଳିଦଣ୍ଡ ବିଧାନ ପରେ ପାଣିଦଣ୍ଡ, ଅଗ୍ନିଦଣ୍ଡ ହବ। ଅଗ୍ନିଦଣ୍ଡ ସରିଲା ପରେ ଆସିବେ ସେମାନେ ପଣା ପାଣି ସବୁ ସାରିବେ। ପଣା ପାଣି ସାରିଲା ପରେ ସନ୍ଧ୍ୟା ଆଳତି ହବ। ସନ୍ଧ୍ୟା ଆଳତି ସରିଲା ପରେ ଯୋଉ ନୀତି ନିୟମ 21 ଦିନ ଥିବ, ସଂକ୍ରାନ୍ତି ଦିନ ମଧ୍ୟ ସେଇ ନୀତି ନିୟମ ହବ। ସେମିତି ପ୍ରତିକ୍ରମା କରିବେ ଗାଁରେ। ପ୍ରତିକ୍ରମା ସରିଲା ପରେ ଅନ୍ନଭୋଗ ହବନି। ତା ପର ଦିନ ଆମର ସଂକ୍ରାନ୍ତି ବାସି ଦିନ
ସଂକ୍ରାନ୍ତି ବାସି ଦିନ ଆମର ଅଛି ଏଇ ଦଣ୍ଡର ନିୟମ ଜାତି ଭୋଜି। ଜାତି ଭୋଜିର ନିୟମ କ'ଣ? ଏଥିରେ ଅଣସ ଜାତି, ବ୍ରାହ୍ମଣ ଜାତି, ଶୂଦ୍ର ଜାତି ସମସ୍ତେ 21 ଦିନରେ ଯିଏ କାମନା କରିଥିବ ସେ କାମନାରେ ଆସି ସେମାନେ ଏଇଠି ପଇତା ଗ୍ରହଣ କରୁଛନ୍ତି। ସେଇ ପଇତା ଗ୍ରହଣ ଭିତରେ ଏମାନଙ୍କ ସେଇଥିପାଇଁ ଜାତି ଭୋଜି କରାଯାଏ। ଜାତି ଭୋଜି ସମସ୍ତଙ୍କର ପ୍ରସାଦ ସମସ୍ତେ ପାଏ। ଏଇ ଜାତି ଭୋଜିରେ ଆମର ଯୋଉ ନିୟମ ଆଗରୁ ଅଛି, ଜାତି ଭୋଜିରେ ଆମିଷ ଭୋଜନ ହବ। ଆମିଷ ଭୋଜନ ହେଲା ପରେ ये 13 भक्त समस्ते प्रसाद सारे। ये प्रसाद सरला ग्रामरवासी समस्ते प्रसाद सर। ये नीति नियम तो बहुत कठिन। आगु को जदि किसी कहवाक अच्छे जदि कहि नचेत निहाती भाव शुणुले जो 21 दिन धरी से निष्ठार सह बा मासे धरी निष्ठा सहित रही कि 21 दिन धरी से दंड यात्रा कर विभिन्न ग्राम को बुलुले ओळिए खाइबा सहित विभिन्न फलमूल खाई दंड यात्रा को विभिन्न ग्राम ग्राम को जाई करथिले आ राति सांस्कृतिक कार्यक्रम होता। तेज निहाती भाव कहवा आज हूँ से प्रत्यावर्तन दिन घर को फेरबे शिव ठाकुर निज घर को फेरी बर्तमान काली निज बासस्थान रही। आज से मंदिर रे भोग सारी सबु दंडुआ माने जो निष्ठा काष्ठा रही से आज घर को फेरबे। निहाती भाव जो विश्वास आ परंपरार यही जो दंड यात्रा गंजाम जिलार प्रसिद्ध पारंपरिक दंड यात्रा गतकाली सरची पुणी आर वर्ष को अपेक्षा दंड यात्रा देखा। गंजाम खलिकोट अमर साहू, कनक न्यूज।